ମାନେ ରାମକୃଷ୍ଣ ମହାପାତ୍ର ଦୋଳମଣ୍ଡପ ସାହି ମାଧବାନନ୍ଦ ଯୋଉର ନୀତିକାନ୍ତି କିନ୍ତୁ ଭଲ ହେବ, ଶୃଙ୍ଖଳା ହେବ। ଆଉ ତାଙ୍କର ଯେତେକ ପର୍ବପର୍ବାଣି ଯୋଉଟାକୁ ସେଗୁଡ଼ାକୁ କେମିତି ଶାନ୍ତି ଶୃଙ୍ଖଳା ସହିତ ଭଲ ଭାବରେ କରାଯିବ। ବହୁତ ଗୁଡ଼ିଏ ପର୍ବପର୍ବାଣି ଲୁପ୍ତ ହେଇଗଲାଣି। ଖାଲି ପଡ଼ୁଆ ଯାତ୍ରାରେ ଯାହା ଜୋରସୋରରେ ହେଉଛି। ପୁଣି ଏବେ ଆସନ୍ତା ମାଘ ମାସରେ ପୁଣି ମହାପ୍ରଭୁଙ୍କ ଜନ୍ମଦିନ ହେବ। ସେଥିରେ ଜନ୍ମଦିନ ପାଇଁକା ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିପାଇଁ କ'ଣ କରାଯିବ, କେମିତି କରାହେବ, ସେଥିପାଇଁକା ଏଠୁ ଗୋଟେ ସମିତି ତିଆରି ହେଲା, ଯୋଉଟା ସମିତି ମାଧ୍ୟମରେ ମହାପ୍ରଭୁଙ୍କର କାର୍ଯ୍ୟକ୍ରମ ଗୁଡ଼ାକ କରିବାକୁ ସୁବିଧା ହେବ। ଆଜି ବିଶେଷ ଭାବରେ ମାଧବାନନ୍ଦ ଜୀଉଙ୍କର ଯେଉଁ ପୂର୍ଣ୍ଣ ଯାତ୍ରା ଏବଂ ଆର ବର୍ଷକୁ କିଭଳି ଭାବରେ ଶୃଙ୍ଖଳିତ ଭାବରେ ତାଙ୍କର ପୂର୍ଣ୍ଣ ଯାତ୍ରା ସମ୍ପୂର୍ଣ୍ଣ ହେବ, ସେଇଥିପାଇଁ ମିଟିଂ ଡକା ହେଇଥିଲା। ଏବଂ ଏଠି ଆଉ ଗୋଟେ ଗୋପ ନିମାପଡ଼ା ଏବଂ ପୁରୀ ନେଇକରି ଗୋଟେ ବିକାଶ ମଞ୍ଚ, ମାଧବ ଜୀଉ ବିକାଶ ମଞ୍ଚ କରାହେଇଛି ଏବଂ ତା ମାଧ୍ୟମରେ ଅନେକ କାର୍ଯ୍ୟ କରାଯିବ। ଆଗାମୀ ଦିନରେ ମାଧବଜୀଉ ମନ୍ଦିରର ଏବଂ ଏ ଅଞ୍ଚଳର ବିକାଶ କରାହେବ। ଠାକୁରଙ୍କର ଯେଉଁ ଯାନି ଯାତ୍ରା କଥା ଆଲୋଚନା ହେଇଛି ଏବଂ ବିକାଶ ହେବ, ସେଥିପାଇଁ ଆମର ଏ ସଭ୍ୟ ସଂଗ୍ରହ ଅଭିଯାନ ଏବଂ ବୋର୍ଡ ଟ୍ରଷ୍ଟ ବୋର୍ଡ ଗଢ଼ିବା ପାଇଁ ଏ ପ୍ରୟାସ ଚାଲିଛି। ମୁଁ ଆଜ୍ଞା ପ୍ରଶାନ୍ତ ଦେବ ଗୋସ୍ୱାମୀ, ଦୋଳମଣ୍ଡପ ସାହି କୋଠ ମଠ ପୁରୀ। ମୁଁ ତାର ହେଡ୍ ଟ୍ରଷ୍ଟି, ବର୍ତ୍ତମାନ ପାୱାରରେ ବି ଅଛି। ଏଇ ପୁରୁଣା ବାହାରେ ମାନେ ଗୋପାଲା ଭାଗ ନେଉଥିଲେ, ଚାରିଛକରୁ ପୁରୀ ପର୍ଯ୍ୟନ୍ତ ସେମାନେ ଗୋଟେ ନିଜେ ଚିନ୍ତା କରି ଟିକେ ବିକାଶ ମାଧବାନନ୍ଦଙ୍କ ସମିତି ତିଆରି କଲେ, ନୂଆ କରି ତିଆରି କଲେ। ଏଠି ଏକାଦଶୀ ଯେଉଁ ପୁରୁଣା ବାର ଯିବା ପରେ ଏକାଦଶୀ ଭମ ଏକାଦଶୀ ଅଛି, ସେମାନେ ପୁରୀରୁ ଯେଉଁମାନେ ଆସନ୍ତି ସେ ଯାତ୍ରା ବି ଏମାନେ କରିବେ। ଏମାନେ ମନ୍ଦିର ଯାହା କାର୍ଯ୍ୟ ସେ ସହଯୋଗ ସମସ୍ତେ କରିବେ। ସରୋଜ କୁମାର ବେହେରା, ମାଧବ ନିଆଳି ମାଧବ। ମୁଁ ଥିଲି ମାଧବାନନ୍ଦ ଜୀଉ ମନ୍ଦିରର ଏକ୍ସ ମ୍ୟାନେଜିଂ ଟ୍ରଷ୍ଟି, ପୂର୍ବତନ ଟ୍ରଷ୍ଟି। ମୁଖ୍ୟ ଉଦ୍ଦେଶ୍ୟ ଯେଉଁ ବର୍ତ୍ତମାନ ଆଜି ବୈଠକରେ ଯେଉଁ ଆମର ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ ଆମର ମାନେ ବଂଶାନୁକ୍ରମିକ ଟ୍ରଷ୍ଟି ମାଧବାନନ୍ଦ ଜୀଉ ମନ୍ଦିରର ସେ ଆଜି ଡାକିଥିଲେ। ଯାହା ହଉ ଆଜି ଯେଉଁ ଆମର ଗୋଟେ ମାଧବାନନ୍ଦ ଜୀଉ ବିକାଶ ସମିତି ସେ ନୂଆକରି ଗୋଟେ ଗଠନ କଲେ। ଆଉ ମୁଁ ଦେଖିଲି ଏଠି ଚାରି ଛକରୁ ପୁରୀର ସମସ୍ତେ ଯିଏ ମାନେ ଜଗନ୍ନାଥ ପ୍ରେମୀ ମାଧବାନନ୍ଦଙ୍କର ଯେଉଁ ଭକ୍ତ ସମସ୍ତେ ଉପସ୍ଥିତ ହେଲେ। ଯାହା ସବୁ 100ରୁ ଉର୍ଦ୍ଧ୍ୱ ବର୍ତ୍ତମାନ ଇଏ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଅଛନ୍ତି। ଭାରି ଖୁସି ଲାଗିଲା। ଆମକୁ ମଧ୍ୟ ଯେଉଁ ସ୍ୱାଗତ ଦେଇକି ଆମକୁ ସେମାନଙ୍କୁ ଡାକିଥିଲେ, ଆମେ ତାଙ୍କ ଆଲୋଚନାରେ ଯେଉଁ ଆଜି ଭାଗ ନେଲୁ। ମାଧବ ମନ୍ଦିରର ଉନ୍ନତି, ପଢୁଆ ବାହାରର ଯେଉଁ ବ୍ୟବସ୍ଥା, ଏସବୁ ଆଲୋଚନା ଭିତରେ ଆମେ ଭାରି ଖୁସି। ଆଗକୁ ମଧ୍ୟ ଆସୁଛି ମାଧବାନନ୍ଦ ଜୀଉଙ୍କର ଯେଉଁ ଆମର ଭୈମୀ ଏକାଦଶୀ ପର୍ବ, ସେ ପର୍ବ ପାଇଁକି ଆସନ୍ତା ଦିନରେ ସେମାନେ ତାଙ୍କର ବୈଠକ ପ୍ରସ୍ତୁତ କରିବେ। ତେଣୁ ଶାନ୍ତି ଶୃଙ୍ଖଳାରେ ଯେମିତି ଭକ୍ତମାନେ ଆଉ ମାଧବ ମନ୍ଦିର ସହିତ ଯେଉଁ ଭଣଜା ଘରର ଯେଉଁ ତାଙ୍କର ସମ୍ପର୍କ କେମିତି ସେ ସୁଦୃଢ଼ ଭାବେ ଯେମିତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିବ, ସେ ଆଲୋଚନାରେ ଆମେ ମଧ୍ୟ ଅଂଶୀଦାର ହେଲୁ ବା ଭାଗ ନେଲୁ। ସେଥିପାଇଁ ବହୁତ ଆନନ୍ଦ ଆଉ ଖୁସି ଆଜି। ମୁଁ ବେଣୁଧର ସେଠି XMLA ନିମାପଡ଼ା। ମୋତେ ଏଇ ଯେଉଁ ମାଧବାନନ୍ଦଙ୍କ ପଢୁଆ ଯାତ୍ରାରେ ମୁଖ୍ୟ ଉପଦେଷ୍ଟା ଭାବରେ ଗୋ ଉପରେ ରହିକରି ତାକୁ ପରିଚାଳନା କରିବା ପାଇଁକି, ସହଯୋଗ କରିବା ପାଇଁକି ଦାୟିତ୍ୱ ଦିଆଯାଇଥିଲା। ସେ କାର୍ଯ୍ୟଟି ସୁରୁଖୁରୁରେ ସମ୍ପାଦନ ହେଇଛି ଏବଂ ଆଗାମୀ ଦିନରେ ଯେଉଁ କାର୍ଯ୍ୟକ୍ରମ ସବୁ ନିଆଗଲା, ମାଧବାନନ୍ଦ ଏକାଦଶୀ ଏବଂ ଭୀମକୁଣ୍ଡ ଏବଂ ଚନ୍ଦନ ଯାତ୍ରା ଯେଉଁ କାର୍ଯ୍ୟକ୍ରମ, ସେ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିବ। ସେଥିପାଇଁ ସମସ୍ତେ ଆମେ ମିଳିମିଶିକିରି କରିବା ପାଇଁକି ମୋର ସେଥିରେ ସମ୍ପୂର୍ଣ୍ଣ ସହଯୋଗ ରହିବ। ଆମର ଯେଉଁ ମାଧବାନନ୍ଦ ଅଛନ୍ତି ନିଆଳି ମାଧବରେ, ତାଙ୍କର ନୀତିକାନ୍ତିରେ ଟିକେ ବିଭ୍ରାନ୍ତ ହେଉଛି। ମାନେ ଠିକ ନୀତି ନିୟମରେ କରାଯାଉନାହିଁ ବୋଲି ଆମେ ଯାହା ଲୋକଙ୍କ ମାନଙ୍କ ଠାରୁ ଶୁଣିଲୁ। ଆଉ ଯେଉଁ ଆମର ଜଗନ୍ନାଥଙ୍କର ପୂର୍ଣ୍ଣାଷ୍ଟମୀ କରାଯାଉଛି, ତାର ମଧ୍ୟ ଟିକେ ବଡ଼ ଧରଣର କରାଯିବ। ଆଉ ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଠି ଆସି ଅଛନ୍ତି, ସେମାନଙ୍କର ବହୁତ ଅଭିଜ୍ଞତା ଅଛି। ତାଙ୍କ ଅଭିଜ୍ଞତା ଅନୁସାରେ ଆମେ ଯଦି ଏଇ ମାଧବାନନ୍ଦଙ୍କ କମିଟିକି ସୁଚାରୁ ରୂପେ ପରିଚାଳନା କରିପାରିବୁ, ବା ଆମର ଯେଉଁ କମିଟି ଗଢ଼ାଗଲା ଜଗନ୍ନାଥଙ୍କର ବା ମାଧବାନନ୍ଦଙ୍କର ଉନ୍ନତି କରିବା ପାଇଁ ଆମର କମିଟି ଗଢ଼ାଗଲା। ଆମେ ସମସ୍ତେ ସାମିଲ ହେଲେ ଜଗନ୍ନାଥଙ୍କର ନୀତି ନିୟମ ବା ମାଧବାନନ୍ଦଙ୍କ ନୀତି ନିୟମ ସୁଚାରୁ ରୂପେ ପରିଚାଳନା କରାଯିବ ବୋଲି ଆଜି ଆମର ଆଶା ବାନ୍ଧିଛୁ। ଏବଂ ଭବିଷ୍ୟତରେ ଆମ ପିଢ଼ିମାନେ ଅଛନ୍ତି, ସେମାନେ କେମିତି ତାକୁ ସୁଚାରୁ ରୂପେ ପରିଚାଳନା କରିପାରିବେ।